ସମସ୍ତଙ୍କୁ ସ୍ୱାଗତ, ନମସ୍କାର ଏବଂ ଶୁଭ ସକାଳ। ଆଜି ଆମେ ଆଲୋଚନା କରିବା ନାଟ୍ୟକାର ପ୍ରାଣବନ୍ଧୁ କରଙ୍କ ଦ୍ୱାରା ରଚିତ ଏକ ସୁନ୍ଦର ଏକାଙ୍କିକା ଅତ୍ୟାଚାରିତା। ସେହି ଅତ୍ୟାଚାରିତା ଏକାଙ୍କିକାରେ ପ୍ରାଣବନ୍ଧୁ କର ସାମ୍ପ୍ରତିକ ସମୟରେ ଚାଲି ଆସୁଥିବା ସ୍ୱାମୀ ଏବଂ ସ୍ତ୍ରୀଙ୍କର ସମ୍ପର୍କର ସମ୍ବନ୍ଧରେ ସେ ଆଲୋଚନା କରିଛନ୍ତି ଯେ ବର୍ତ୍ତମାନ ସମାଜରେ ସ୍ୱାମୀମାନେ କିପରି ଭାବରେ ସ୍ତ୍ରୀମାନଙ୍କର ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି। ଠିକ୍ ସେହିପରି ଭାବରେ ଏହି ନାଟକରେ ଦୁଇ ଜଣ ଚରିତ୍ର ଯିଏ ହେଲା ବ୍ରଜବିହାରୀ ବାବୁ ଏବଂ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କିଏ ଅନାଦି ବାବୁ, ସେ ଦୁଇ ଜଣ କିପରି ଭାବରେ ତାଙ୍କ ସ୍ତ୍ରୀ ପାଖରୁ ଅତ୍ୟାଚାରିତ ହେଉଛନ୍ତି। ବ୍ରଜବିହାରୀ ବାବୁ ତାଙ୍କର ଚାକିରି ହେତୁ ସେ ସ୍ତ୍ରୀଙ୍କୁ ସମୟ ଦେଇ ପାରୁନାହାନ୍ତି। ସେଥିପାଇଁ ତାଙ୍କର ସ୍ତ୍ରୀ କୌଣସି ଗୋଟେ ସଂଗଠନ କରି ସେ ସଂଗଠନରେ ସମୟ ବିତାଉଛି। ଠିକ୍ ସେହିପରି ଭାବରେ ଅନାଦି ବାବୁ ମଧ୍ୟ ତାଙ୍କ ସ୍ତ୍ରୀକୁ ସମୟ ଅଧିକ ଦେବାରୁ, ଅଧିକ ପ୍ରେମ ସ୍ନେହ କରିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଅତ୍ୟାଚାରିତ କରୁଛି ବା ଅତ୍ୟାଚାର କରୁଛି ଏବଂ ସେ ଅନ୍ୟ ପିଲାଙ୍କ ସହିତ ବୁଲୁଛି। ତାହେଲେ ଦେଖନ୍ତୁ, ଆମେ ନାଟକଟିକୁ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କଲେ ଆମେ ବିଷୟର ସବୁ କଥା ଆମେ ଜାଣିପାରିବା। ତାହେଲେ ଦେଖନ୍ତୁ, ପ୍ରଥମ ଦୃଶ୍ୟ ଯେ କ'ଣ ହେଇଛି, ବୈଠକଖାନାର ଅର୍ଥ ହେଉଛି ଡ୍ରଇଂ ରୁମ୍। ବ୍ରଜବିହାରୀ ବାବୁଙ୍କ ପ୍ରବେଶ, ତାଙ୍କ ପଛେ ପଛେ ଗୋଟିଏ କୁଲି ସୁଟକେସ୍ ଏବଂ ବେଡ଼ିଂ ଧରି ପ୍ରବେଶ। କ'ଣ ହେଇଛି, ବ୍ରଜବିହାରୀ ବାବୁ ପ୍ରବେଶ କଲେ ବୈଠକଖାନାକୁ ବା ଡ୍ରଇଂ ରୁମ୍କୁ ଏବଂ ତାଙ୍କ ପଛେ ପଛେ ତାଙ୍କର ଜଣେ କୁଲି ତାଙ୍କର ସୁଟକେସ୍ ଯେଉଁ ବ୍ୟାଗ୍ ଏବଂ ତାଙ୍କର ଯେଉଁ ବେଡ଼ିଂ ଧରି ସେ ପ୍ରବେଶ କଲେ। ତାହେଲେ ବ୍ରଜବିହାରୀ ବାବୁ କୁଲିକୁ ପଇସା ଦେଇ ବିଦା କରି ସାରିବା ପରେ ଫୋନ୍ ଖୋଲି ଗୋଟିଏ ଆରାମ ଚେୟାରରେ ବସି ପଡ଼ିଲେ। ଗୋଟିଏ ସ୍ୱସ୍ତିର ନିଶ୍ୱାସ ମାରି ଟେବୁଲ ଉପରୁ ଖବରକାଗଜ ଉଠେଇ ନେଇ ପଢ଼ିବାରେ ବ୍ୟସ୍ତ ରହିଲେ। ଏବଂ କ'ଣ ହେଲା ଯେ ଏଇଥିରୁ ଜଣାଯାଉଛି ଯେ ବ୍ରଜବିହାରୀ ବାବୁ କେଉଁଆଡ଼େ ଯାଇଥିଲେ ଏବଂ ସେ ଯେତେବେଳେ ଘରକୁ ଫେରିଛନ୍ତି ତାଙ୍କର ସବୁ ଜିନିଷପତ୍ର ଜଣେ କୁଲି ଆଣିକି ପହଞ୍ଚି ଯାଇଛି ଘରକୁ ଏବଂ ଯେତେବେଳେ ସେ ଘରକୁ ପଶି ଯାଇଛନ୍ତି ସେ ସୁଟକେସ୍ ଏବଂ ବେଡ଼ିଂ ସବୁ କୁଲି ରଖିଦେଇଛି ତାଙ୍କ ଘର ମଧ୍ୟରେ ଏବଂ ବ୍ରଜବିହାରୀ ବାବୁ କ'ଣ କରୁଛନ୍ତି, ସେ କୁଲିକୁ ପଇସା ଦେଇଛନ୍ତି ଏବଂ ସେ ପଇସା ଦେଇ ସାରିଲା ପରେ ସେ ଆରାମ ଚେୟାରରେ ବସିଲେ ଗୋଟେ ଏବଂ ସ୍ୱାସ୍ତିର ବା ଶାନ୍ତିର ଗୋଟେ ନିଶ୍ୱାସ ମାରିଲେ ଏବଂ ଟିକେ ଫୋନ୍ ଚିପିଲେ, ଫୋନ୍ ଚଲେଇଲେ। ତାପରେ କ'ଣ କଲେ, ସେ ଖବର ଯେ କାଗଜଟାକୁ ଉଠେଇଲେ ଏବଂ ସେ ଖବର କାଗଜକୁ ପଢ଼ିଲେ ଏବଂ ପଢ଼ୁ ପଢ଼ୁ ତାଙ୍କ ପାଟିରୁ ବାହାରି ପଡ଼ିଲା ବ୍ରଜବାବୁ ଏବଂ ଯେତେବେଳେ ଖବର କାଗଜଟା ବ୍ରଜବାବୁ ପଢ଼ୁଛନ୍ତି ସେତେବେଳେ ପଢ଼ୁ ପଢ଼ୁ ତାଙ୍କ ମୁହଁରୁ ବା ପାଟିରୁ ଗୋଟେ ଶବ୍ଦ ବାହାରି ପଡ଼ିଲା ତା ଅର୍ଥ କ'ଣ ଯେ ସେଇ ଖବର କାଗଜରେ କୌଣସି ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ପଢ଼ି ଦେଇଛନ୍ତି। ସେଥିପାଇଁ ତାଙ୍କ ପାଟିରୁ ଏପରି ଶବ୍ଦ ବାହାରି ପଡ଼ିଛି ଏବଂ କ'ଣ ହେଇଛି, ଚଷମା ଟିକିଏ ଭଲ କରି ପୋଛି ଦେଇ ଆଖିରେ ଲଗାଇ ପଢ଼ିବାକୁ ଆରମ୍ଭ କଲେ ପାଟି କରି ଏବଂ କ'ଣ କଲେ, ସେ ଚଷମାଟିକୁ ପୋଛିଦେଲେ, ଖୋଲିଲେ ଏବଂ ଚଷମାଟିକୁ ପୋଛିଦେଲେ, କାଳେ ମୋ ଆଖି ଭୁଲ ଦେଖି ନେଇନି ତ ଏବଂ ସେ ଚଷମାଟିକୁ ପୋଛି ଦେଇକି ପୁଣି ଆଉ ଚଷମାଟିକୁ ପରିଧାନ କରିନେଲେ, ପିନ୍ଧିନେଲେ। ତାପରେ ସେ ପଢ଼ିବା ପାଇଁ ପାଟି କରିକି ପଢ଼ିବା ପାଇଁ ଆରମ୍ଭ କଲେ ଯେ ନିରୁଦ୍ଦେଶ ରହୁଛି ନିଖୋଜ। କ'ଣ, ମୋର ସ୍ୱାମୀ
ଶ୍ରୀ ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର, ବୟସ 40, ସ୍ୱାସ୍ଥ୍ୟବାନ, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ, ଆଖିରେ ଚଷମା, ଆଜିକୁ ପ୍ରାୟ 2 ମାସ ହେଲା ନିରୁଦ୍ଦେଶ ହୋଇଛନ୍ତି। ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ୱାମୀକୁ ପାଇଛନ୍ତି, ତେବେ ସେ ତାଙ୍କ ନିଜର ସମ୍ପତ୍ତି ଭାବରେ ଅଧିକାର ନ କରି ଦୟାକରି ନିମ୍ନଲିଖିତ ଠିକଣାରେ ଫେରସ୍ତ ଦେବେ। ଶ୍ରୀମତୀ ବନମାଳା ପତି, ଚାନ୍ଦିନୀ ଚୌକ, କଟକ 2। ଏବଂ କ'ଣ ହେଇଛି ଯେ ତାଙ୍କର ସ୍ତ୍ରୀ କିଏ? ବନମାଳା ପତି। ସେ ଖବରକାଗଜରେ ନିରୁଦ୍ଦେଶ ଦେଇଛନ୍ତି ବା ନିଖୋଜ ଦେଇଛନ୍ତି। କ'ଣ ନିଖୋଜ ଦେଇଛନ୍ତି? ଯେ ମୋ ସ୍ୱାମୀ ହେଉଛନ୍ତି ବ୍ରଜବିହାରୀ ପତି, ସେ ହେଉଛନ୍ତି ଡେପୁଟି ମାଜିଷ୍ଟ୍ରେଟ ଏବଂ କଲେକ୍ଟର। ତାଙ୍କର ବୟସ ହେଉଛି 40, ସ୍ୱାସ୍ଥ୍ୟବାନ, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ। ସେ ଆଖିରେ ଚଷମା ପିନ୍ଧନ୍ତି, ଆଜିକୁ ପ୍ରାୟ 2 ମାସ ହେଲା ନିଖୋଜ ଅଛନ୍ତି। ସେ ପେପରରେ ନିରୁଦ୍ଦେଶ ଦେଇଛନ୍ତି ବା ନିଖୋଜ ଦେଇଛନ୍ତି କିଏ? ତାଙ୍କ ସ୍ତ୍ରୀ ବନମାଳା ପତି। ଏବଂ ସେ କହୁଛନ୍ତି ଯଦି କୌଣସି ଦୟାଶୀଳ ନାରୀ ମୋ ସ୍ୱାମୀକୁ ପାଆନ୍ତି, ତେବେ ନିଜର ସମ୍ପତ୍ତି ଭାବରେ ଅଧିକାର ନ କରି ଦୟାକରି ମୋତେ ଫେରେଇ ବା ନିମ୍ନଲିଖିତ ଠିକଣାରେ ଫେରସ୍ତ କରିଦେବେ। କୋଉଠିକୁ? ଶ୍ରୀବଳି ବନମାଳା ପତି, ଚାନ୍ଦିନୀ ଚୌକ, କଟକ 2। ତାପରେ କ'ଣ ହେଇଛି? ସେ ତ ନିର୍ଦ୍ଦେଶ ଦେଇଛନ୍ତି। ତାପରେ ଟ୍ରେନ ଅସ୍ତ ପଦଚାରଣ କରୁ କରୁ ଆରେ ଦନେଇ ଏ ଦନେଇ ଚିତ୍କାର କରି ଓ ଜନାର୍ଦ୍ଦନ। ତାପରେ କ'ଣ ହେଲା? ଏପଟେ ଯେ ପେପରରେ ସେ ପଢ଼ି ଦେଇଛନ୍ତି କିଏ? ବ୍ରଜବିହାରୀ ପତି। ଏବଂ ଅସ୍ଥିର ପଦଚାରଣ କରୁ କରୁ ଧୀରେ ଧୀରେ ଚାଲି ଚାଲି ସେ ତାଙ୍କର ଚାକର କାହାକୁ? ଦନେଇକୁ ଚିତ୍କାର କରିବା ପାଇଁ ଆରମ୍ଭ କଲେ ବା ପାଟି କରିବା ପାଇଁ ଆରମ୍ଭ କଲେ। କହିଲେ ହେ ଦନେଇ ଦନେଇ। ଏବଂ ଆଉ ଦନେଇ ଯିଏ ଜନାର୍ଦ୍ଦନ ମଧ୍ୟ ସିଏ। ତାପରେ ଜନାର୍ଦ୍ଦନଙ୍କର ପ୍ରବେଶ ହେଇଛି। ଆପଣମାନେ ତ ନାଟକ ଦେଖିଥିବେ ଯେ ନାଟକରେ କିପରି ଭାବରେ ଗୋଟିଏ ଚରିତ୍ର ଗଲା ପରେ ଆଉ ଗୋଟିଏ ଚରିତ୍ରର ପ୍ରବେଶ ହୁଏ। ଠିକ୍ ସେହିପରି ଭାବରେ এই ନାଟକରେ ମଧ୍ୟ ବିଭିନ୍ନ ପ୍ରକାର ଚରିତ୍ରର ପ୍ରବେଶ ହେଇଛି। ତାପରେ ଦନେଇ ଆସିଛି। ଦନେଇ କ'ଣ କାହିଁକି ଡାକୁଛନ୍ତି? ସେ କହୁଛନ୍ତି, ଦନେଇ କହୁଛି ଆ ବାବୁ କ'ଣ କ'ଣ ପାଇଁ ଡାକୁଛନ୍ତି? ତାପରେ ବ୍ରଜବାବୁ କହୁଛନ୍ତି ଏ ଘରେ ସମସ୍ତେ ମରିଗଲେ ନା କ'ଣ? ସେ କହୁଛନ୍ତି ଏ ଘରେ ସମସ୍ତେ ମରିଗଲେ ନା କ'ଣ? ମୁଁ ପରା କେତେବେଳୁ ହେଲା ଆସିଛି, ମୁଁ କେତେ ସମୟ ହେଲା ଆସିକି ଏଠି ବସିଛି, ସମସ୍ତେ ମରିଗଲେ ନା କ'ଣ? ତାପରେ ଦନେଇ କହୁଛି ନାଇଁ ତ ସମସ୍ତେ ବଞ୍ଚିଛନ୍ତି। ଦନେଇ କହୁଛି ନାଇଁ ତ ଆମେ ତ କେହି ମରିନୁ, ସମସ୍ତେ ତ ଆମେ ବଞ୍ଚିଛୁ। ତାପରେ ବ୍ରଜବାବୁ କହୁଛନ୍ତି ବଞ୍ଚିଛନ୍ତି, ତେବେ ଡାକିଲେ ଶୁଣୁନାହାନ୍ତି ସବୁ କାହିଁ ସବୁ? ସେ କହୁଛନ୍ତି ଯଦି ସେ ବଞ୍ଚିଛନ୍ତି ସବୁ, ତାହେଲେ ମୁଁ କେତେ ସମୟ ହେଲା ତମକୁ ଡାକୁଛି, ତୁମେ କ'ଣ ପାଇଁ ଶୁଣୁନ? ତାପରେ ଦନେଇ କହୁଛି ମଲା ବଞ୍ଚିଛୁ ବୋଲି ଡାକିଲେ ଶୁଣିବୁ, ଏକଥା କୋଉଠି ଲେଖା ଅଛି? ତାପରେ ତାଙ୍କ ଚାକର ଦନେଇ କହୁଛି ମଲା ବଞ୍ଚିଛୁ ବୋଲି ଡାକିଲେ ଶୁଣିବୁ, ଏଟା କୋଉଠି ଲେଖା ହେଇଛି କି? ଯେ ଜଣେ ଯଦି ବଞ୍ଚିଥିବ ତାକୁ ଡାକିଲେ ମାତ୍ରେ ସେ ଶୁଣିବ। ତାପରେ ବ୍ରଜବାବୁ କହୁଛନ୍ତି କିରେ ଭାରି ବଡ଼ି ବଡ଼ି କଥା କହିଲୁଣି, ମା କ'ଣ କରୁଛନ୍ତି? ସେ କହୁଛନ୍ତି ତାପରେ କିଏ? ବ୍ରଜବିହାରୀ ବାବୁ। କାହାକୁ କହୁଛନ୍ତି? ଦନେଇ କହୁଛନ୍ତି, ତାଙ୍କ ଚାକର ଦନେଇ କହୁଛନ୍ତି କିରେ ଭାରି ବଡ଼ ବଡ଼ କଥା କହିଲୁଣି, ମା କ'ଣ କରୁଛନ୍ତି? ବା ତାଙ୍କ ସ୍ତ୍ରୀଙ୍କ କଥା ସେ ପଚାରୁଛନ୍ତି ବନମାଳା ପତି କୁଆଡ଼େ ଗଲେ, କ'ଣ କରୁଛନ୍ତି? ତାପରେ ତାଙ୍କର ଚାକର ଦନେଇ କହୁଛି ମୁଁ କହିପାରିବିନି କୁଆଡ଼େ ଗଲେ ମା ଫା। ତାପରେ ଇଏ କହୁଛି, ବ୍ରଜବାବୁ କହୁଛନ୍ତି ବିସ୍ମିତ ହୋଇ ଟିକେ ରାଗ ହେଇ କହିଲେ କିରେ ଏମିତି ତେଢ଼ି କରି କଥା କହୁଛୁ କ'ଣ? ସେ କହୁଛନ୍ତି କିରେ ଏମିତି ତେଢ଼ା କରି କ'ଣ କଥା କହୁଛୁ, ସିଧା କଥା କହୁନୁ, ତୁ ତେଢ଼େଇକି କଥା କ'ଣ ପାଇଁ କହୁଛୁ? ତାପରେ ଦେଖନ୍ତୁ
ତାପରେ ଦନେଇ କହୁଛି ମତେ ଆଉ ଏମିତି ଦନେଇ ବୋଲି ଡାକିବେନି। ସେ ପୁଣି କହୁଛି କାହାକୁ? ବ୍ରଜବିହାରୀ ବାବୁ କହୁଛି ବାବୁ ବାବୁ ମତେ ଆଉ ଏମିତି ଦନେଇ ବୋଲି ଡାକିବେ ନାହିଁ। ତାପରେ ବ୍ରଜବାବୁ କହୁଛନ୍ତି କାହିଁକି ରେ, କଣ ପାଇଁ ତ ଦନେଇ ବୋଲି ଡାକିବେନି? ଦନେଇ କହୁଛି ନା ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ସେ କହୁଛି ନା ମତେ ଆପଣ ଦନେଇ ଫନେଇ ଡାକିବେନି, ମୋ ନାଁ ଧରି ଡାକିବେନି। ଆପଣ କଣ ଡାକିବେ? ଆପଣ ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ବ୍ରଜବାବୁ କହୁଛନ୍ତି କଣ କହିଲୁ କଣ କହିଲୁ? ତତେ କଣ ବୋଲି ଡାକିବି? ସେ କହୁଛନ୍ତି କଣ କହିଲୁ ତୁ କଣ ବୋଲି ଡାକିବି? ବାବୁ ବୋଲି ଡାକିବି? ଜନେଇ କହୁଛି ହଁ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ସେ କହୁଛି ହଁ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ତାପରେ ବ୍ରଜବାବୁ କହୁଛନ୍ତି ଏଇ ଜନାର୍ଦ୍ଦନ ବାବୁ କଣ ତୋ ମୁଣ୍ଡ ବିଗିଡି ଯାଇଛି କିରେ? ସେ କହୁଛନ୍ତି ହେ ଜନାର୍ଦ୍ଦନ ବାବୁ କଣ ତୋ ମୁଣ୍ଡ ବିଗିଡି ଯାଇଛି? ତୁ କଣ ପାଗଳ ଫାଗଳ ହେଇଗଲଣି? ତ ମୁଁ ଜନାର୍ଦ୍ଦନ ବାବୁ ବୋଲି ଡାକିବି? ତାପରେ ଦନେଇ କହୁଛି ନାଇଁ ବାବୁ ମୁଣ୍ଡ କିଆ ବିଗିଡିବ? କହୁଛି ନାଇଁ ବାବୁ ମୁଣ୍ଡ କିଆ ବିଗିଡିବ? ପାଗଳ କୋଉଥିପାଇଁ ହେବି? ମୁଣ୍ଡ ଫୁଣ୍ଡ କିଛି ବିଗିଡିନି। ମୁଣ୍ଡ ବିଗିଡିବା କଥା ପାଗଳାମି। ମୁଣ୍ଡ ବିଗିଡିବାର ଅର୍ଥ ହଉଛି ପାଗଳାମି। ଆପଣ କାହିଁକି ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେନି? ଯେ ମୁଁ ତ ମଣିଷ ତମେ ତ ମଣିଷ। ସେ କହୁଛି ତାହେଲେ ଆପଣ କଣ ପାଇଁ ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେନି? ଆପଣ ତ ମଣିଷ ମୁଁ ତ ମଣିଷ। ଆପଣଙ୍କର ଦୁଇଟା ଗୋଡ଼ ମୋର ଦୁଇଟା ଗୋଡ଼, ଆପଣଙ୍କ ଦୁଇଟା ହାତ ମୋର ଦୁଇଟା ହାତ। ତ ମତେ ଆପଣ ଜନାର୍ଦ୍ଦନ ବାବୁ ବୋଲି ଡାକିଲେ କଣ ହବ କି? ତାପରେ ବ୍ରଜବାବୁ ଟିକେ ରୁକ୍ଷ ଗଳାରେ, ଟିକେ ମାନେ କର୍କଶ ଗଳାରେ କଣ ଭାରି ବହପ ହେଇଗଲାଣି ତୋର କିବେ? ସେ କହୁଛନ୍ତି କଣ ଭାରି ତୋର ବହପ ହେଇଗଲାଣି? ତୁ କଣ ବଡ ବଡ କଥା କହୁଛୁ କିବେ? ତୋର ଭାରି ବଡ ବଡ କଥା କହୁଛୁ। ଦନେଇ କହୁଛି ଏମିତି ବା ଗୁଡିଏ କଣ କହୁଛୁ? ହେ ଆଇନ ପାସ୍ ହେଇଗଲାଣି, ଆଜିକାଲି ସମସ୍ତେ ସମାନ, କେହି କାହାକୁ ରେ ରା ତୁ ତା କରିପାରିବେନି। ସେ କହୁଛନ୍ତି କିଏ? ଦନେଇ କହୁଛି, ତାଙ୍କ ଚାକର କହୁଛି ଆଉ ଆଜି ଆପଣ ବା ତୁ ତା ରେ ରା କରିପାରିବେନି, ଆମର ଆଇନ ପାସ୍ ହେଇଯାଇଛି। ଆଜିକାଲି ଆଉ କେହି କାହାକୁ ରେ ରା ତୁ ତା ବା କହିପାରିବେନି। ବ୍ରଜବାବୁ କହୁଛନ୍ତି ସତେ ଆଇନ ପାସ୍ ହେଇଗଲାଣି? କହୁଛନ୍ତି ହଁ ସତେ, ତାହେଲେ ଆଇନ ପାସ୍ ହେଇଗଲାଣି। ତାପରେ ଦନେଇ କହୁଛି, ତାଙ୍କ ଚାକର ଦନେଇ କହୁଛି ହଁ ଆମ ନିଖିଳ କଟକ ଚାକର ସଂଘରେ ଆଇନ ପାସ୍ ହେଇଛି। ସେ କହୁଛନ୍ତି ହଁ ଆମର ଗୋଟେ ନିଖିଳ କଟକ ଚାକର ସଂଘ ତିଆରି କରାଯାଇଛି। ଆମର ଗୋଟେ ଚାକର ସଂଘ ତିଆରି କରାଯାଇଛି ଏବଂ ସେଇ ଚାକର ସଂଘରେ ଆଇନ ତିଆରି କରାଯାଇଛି। କଣ ଆଇନ ତିଆରି କରାଯାଇଛି? କୌଣସି ଚାକରକୁ କୌଣସି ମାଲିକ ମାନେ ତୁ ତା ରେ ରା ବେବାରେ ଡାକି ପାରିବେ ନାହିଁ, କିମ୍ବା ମାଲିକ ମାନେ ବା ବାବୁ ମାନେ ତାଙ୍କର ଚାକର ମାନଙ୍କୁ ବାବୁ ବୋଲି ଡାକିବେ, ନାଁ ଧରିକି ଡାକି ପାରିବେ ନାହିଁ ବୋଲି ଆମର ଆଇନ ପାସ୍ ହେଇଛି। ତାପରେ ପୁଣି ଦେଖ କହୁଛନ୍ତି, ବ୍ରଜବାବୁ କହୁଛନ୍ତି ନିଖିଳ କଟକ ଚାକର ସଭାରେ ତୁମର ଫେର ଗୋଟିଏ ସଭା ସମିତି ଗଢ଼ିଲ ନାହିଁ? ତୁମର ପୁଣି ଫେର ଗୋଟିଏ ସଭା ସମିତି ଗଢ଼ିଲଣି? ତୁମର ବି ଗୋଟିଏ ନିଖିଳ ଚାକର ସଭା ସମିତି କଣ ଗଢ଼ିଲଣି? ଦନେଇ କହୁଛି କାହିଁକି ଗଢ଼ିବୁନି? ଆଜିକାଲି ସଭିଙ୍କ ହେଲାଣି, ଆମର ହବନି କାହିଁକି? ତାଙ୍କର ଚାକର ଦନେଇ କହୁଛି କାହିଁକି ଗଢ଼ିବୁନି? ଆଜିକାଲି ସମସ୍ତେ ଚାକର ସଂଘ ଗଢ଼ିଲେଣି, ଆମେ ଗଢ଼ିଲେ କଣଟା ହବ କି? କଣ ପାଇଁ ଆମେ ଗଢ଼ିବୁନି? ବ୍ରଜବାବୁ କହୁଛନ୍ତି ବୁଝିଲି, ସେଥିରେ କଣ ସବୁ ଆଇନ ପାସ୍ ହେଇଛି ଜନାର୍ଦ୍ଦନ ବାବୁ? ସେ କହୁଛନ୍ତି ଆଚ୍ଛା ଜନାର୍ଦ୍ଦନ ବାବୁ, ଯେ ଆପଣଙ୍କର ଯୋଉ ନିଖିଳ କଟକ ଚାକର ସଂଘ ଅଛି, ସେ ନିଖିଳ କଟକ ଚାକର ସଂଘରେ କଣ କଣ ସବୁ ଆଇନ ପାସ୍ ହେଇଛି ମତେ ଟିକେ କହିଦିଅନ୍ତୁ। ତାପରେ ଦନେଇ ତାଙ୍କ ଚାକର କହୁଛି ମୁନିବ ମାନେ, ମୁନିବ ଅର୍ଥ ହଉଛି ମାଲିକ ମାନେ, ଚାକର ମାନଙ୍କୁ ତୁ ତା କରିପାରିବେନି, ତାଙ୍କୁ ମାରଧର କରିପାରିବେନି, ବାବୁ ମାନେ ଯାହା ଖାଇବେ ଚାକର ମାନେ ସେଇଆ ଖାଇବେ। ସେ କହୁଛନ୍ତି ଆମର ନିଖିଳ କଟକ ଚାକର ସଂଘର ଆଇନ ପାସ୍ ହେଇଛି ଯେ କଣ, ଯେ ମୁନିବ ମାନେ, ମୁନିବର ଅର୍ଥ ହଉଛି ମାଲିକ ମାନେ, ମାଲିକ ମାନେ ଚାକର ମାନଙ୍କୁ ତୁ ତା ରେ ରା ବେବା କରିପାରିବେନି ଏବଂ ତାଙ୍କୁ ମାରଧର କରିପାରିବେ, ମାରପିଟ କରିପାରିବେନି, ଏବଂ ବାବୁ ମାନେ ଯାହା ଖାଇବେ ଚାକର ମାନେ ମଧ୍ୟ ସେଇଆ ଖାଇବେ। ବାବୁ ଯୋଉ ଖାଦ୍ୟ ଖାଇବେ ଚାକର ମାନେ ମଧ୍ୟ ସେଇ ଖାଦ୍ୟ ଖାଇବେ। ତାର ବ୍ରଜବାବୁ କହୁଛନ୍ତି ବାବୁ ମାନେ ଯେଉଁ ପୋଷାକ ପିନ୍ଧିବେ
ଚାକର ମାନେ ସେଇ ପୋଷାକ ପିନ୍ଧିବେ ନାହିଁ ତାଙ୍କୁ ସେ ପଚାରୁଛନ୍ତି। ତାପରେ କ'ଣ ପଚାରୁଛନ୍ତି, ତାହେଲେ ଜନାର୍ଦ୍ଦନ ବାବୁ ଆପଣ କୁହନ୍ତୁ ନା, ତାହେଲେ ବାବୁ ମାନେ ଯୋଉ ପୋଷାକ ପିନ୍ଧିବେ ଚାକର ମାନେ ବି ସେଇ ପୋଷାକ ପିନ୍ଧିବେ କି? ତାପରେ ଦନେଇ କହୁଛି, ତାଙ୍କ ଚାକର କହୁଛି, ହଁ ବାବୁ ମାନେ ଯୋଉ ପୋଷାକ ପିନ୍ଧିବେ ଚାକର ମାନେ ମଧ୍ୟ ସେଇ ପୋଷାକ ପିନ୍ଧିବେ। ତାପରେ ଦେଖନ୍ତୁ ବ୍ରଜବାବୁ କହୁଛନ୍ତି, ବାବୁ ମାନେ ଯେଉଁ ସେଜରେ ଶୋଇବେ ଚାକର ମାନେ ବି ସେଇ ସେଜରେ ଶୋଇବେ। ସେ ତାହେଲେ ପଚାରୁଛନ୍ତି, ତାହେଲେ ଚାକର ମାନେ ଯୋଉଠି ଶୋଇବେ ବାବୁ ମାନେ ବି ସେଇ ସେଜରେ ଶୋଇବେ କି? ଦନେଇ କହୁଛି, ହଁ ବାବୁ ମାନେ ବା ମାଲିକ ମାନେ ଯୋଉ ସେଜରେ ଶୋଇବେ ଚାକର ମାନେ ମଧ୍ୟ ସେଇ ସେଜରେ ଶୋଇବେ। ତାପରେ ବ୍ରଜବିହାରୀ ବାବୁ କହୁଛନ୍ତି, ବାବୁ ମାନେ ଯେଉଁ ଦରମା ପାଇବେ ଚାକର ମାନେ ସେଇ ଦରମା ପାଇବେ କି? ତାପରେ ତାଙ୍କ ଦନେଇ ଚାକରକୁ ପଚାରୁଛନ୍ତି, ତାହେଲେ ମାଲିକ ମାନେ ଯୋଉ ଦରମା ପାଇବେ ଚାକର ମାନେ ବି ସେଇ ଦରମା ପାଇବେ କି? ଦନେଇ କହୁଛି, ନାଇଁ ସେଇତକ ଛଡା ସବୁ ବିଷୟରେ ଚାକର ବାବୁ ସମାନ। ସେ କହୁଛନ୍ତି, ଖାଲି ସେଇତକ ଖାଲି ଦରମା ଛଡା ଆଉ ଯେତେ ବିଷୟ ଅଛି ଖାଇବା ପିନ୍ଧିବା ଶୋଇବା ସବୁଥିରେ ସମାନ, କିନ୍ତୁ କେବଳ ଏଇ ଦରମା ପାଇବାରେ ଚାକର ଓ ମାଲିକ ଅସମାନ। ବ୍ରଜବାବୁ କହୁଛନ୍ତି, ଆଉ ଚାକର ମାନେ ଭଲ କାମ ନ କଲେ, ତାହେଲେ ଯଦି ଚାକର ମାନେ ଭଲ କାମ ନ କରନ୍ତି ତାହେଲେ କ'ଣ କରାଯିବ ଜନାର୍ଦ୍ଦନ ବାବୁ ଆପଣ ଟିକେ କୁହନ୍ତୁ। ତାପରେ ତାଙ୍କର ଦନେଇ ଚାକର କହୁଛି, କ'ଣ କହୁଛି, ଯେ ଦନେଇ ବାବୁ ମାନେ କିଛି କହିପାରିବେନି। ଯେ ଚାକର ମାନେ ଭଲ ନ କାମ କଲେ ମଧ୍ୟ ତାଙ୍କର ବାବୁ ମାନେ ବା ମାଲିକ ମାନେ କିଛି କହିପାରିବେନି। ତା ବ୍ରଜବାବୁ କହୁଛନ୍ତି, ବାଃ ଭଲ ଆଇନ କରିଛ। ଆଉ ଚାକର ମାନେ ଭଲ ନ କାମ କଲେ ବାବୁ ମାନେ ତାଙ୍କ ଘରୁ ତୋଡ଼ି ଦେଇ ପାରିବେ ନା ନାହିଁ। ସେ କହୁଛନ୍ତି, ତାହେଲେ ବଢିଆ ଆଇନ କରିଛ। ଆଉ ତାହେଲେ ଚାକର ମାନେ ଭଲ କାମ ନ କଲେ ବି ବାବୁ ମାନେ ତାଙ୍କୁ ତ ଘରୁ ତୋଡ଼ି ଦେଇ ପାରିବେ ନାହିଁ। ତାପରେ ଦନେଇ କହୁଛି, କ'ଣ କହୁଛି, ଯେ ସେଥିପାଇଁ ଆମ ଚାକର ସଂଘର ସେକ୍ରେଟାରୀ ନିକଟକୁ ଦରଖାସ୍ତ କରିବାକୁ ହେବ। ସିଏ ଆସି ଘଟଣା ତଦନ୍ତ କରିବେ। ଯଦି ଚାକରର ଦୋଷ ହୋଇଥାଏ ତେବେ ସିଏ ହୁକୁମ ଦେଲେ ବାବୁ ଚାକରକୁ ତୋଡ଼ି ପାରିବ, ତା ନହେଲେ ନାହିଁ। ସେ କହୁଛନ୍ତି, ଯେ କ'ଣ କହୁଛନ୍ତି, ତା ପାଇଁ ବି ଆମର ପ୍ରୋସେସ ଅଛି। କ'ଣ ପ୍ରୋସେସ, ଯେ ମାଲିକ ସେଇ ସଂଘର ସେକ୍ରେଟାରୀ ପାଖକୁ, ଆମ ନିଖିଳ କଟକ ଚାକର ସଂଘର ସେକ୍ରେଟାରୀ ପାଖକୁ ଗୋଟିଏ ଦରଖାସ୍ତ ଲେଖିବ। ଏବଂ ଯେତେବେଳେ ଦରଖାସ୍ତ ଲେଖିବ, ଦରଖାସ୍ତ ଲେଖିଲା ପରେ ସେଇ ଚାକର ସଂଘର ଯେ ସେକ୍ରେଟାରୀ ଅଛନ୍ତି ସେ ସେକ୍ରେଟାରୀ ସେଇ ଘଟଣାର ତଦନ୍ତ ପାଇଁ ଆସିବେ। ତଦନ୍ତ କଲା ପରେ ଯଦି ଚାକର ଦୋଷୀ ପ୍ରମାଣିତ ହୁଏ ତାହେଲେ ଯାଇ ତାଙ୍କର ବାବୁ ମାନେ ବା ମାଲିକ ମାନେ ତାକୁ ଚାକିରିରୁ କାଢି ପାରିବେ ବୋଲି ତାକୁ ସେ କହୁଛନ୍ତି। ଏବାରେ ବ୍ରଜବାବୁ କହୁଛନ୍ତି, ସତେ, ଆଚ୍ଛା ହଉ ହଉ ଜନାର୍ଦ୍ଦନ ବାବୁ ଆପଣ ବର୍ତ୍ତମାନ ଟିକେ ଯାଇ ମାଙ୍କୁ ଖବର ଦିଅନ୍ତୁ ତ ମୁଁ ଆସି ପହଞ୍ଚିଲିଣି ବୋଲି। ତାହେଲେ ସେ କହୁଛନ୍ତି, ହଉ ଠିକ ଅଛି ଜନାର୍ଦ୍ଦନ ବାବୁ, ହଉ ଠିକ ଅଛି ଆପଣ ତାହେଲେ ଏବେ ଟିକେ ଯାଆନ୍ତୁ ଏବଂ ମାଙ୍କୁ ଟିକେ ଖବର ଦିଅନ୍ତୁ ବା ମୋ ସ୍ତ୍ରୀଙ୍କୁ ଟିକେ କହିଦିଅନ୍ତୁ ଯେ ମୁଁ ଆସିକି ପହଞ୍ଚିଲି ବୋଲି। ତାପରେ ଦନେଇ କ'ଣ ଅଛି, କାନ୍ଥର ଘଣ୍ଟାକୁ ଟିକେ ଚାହିଁଲା, ଦେଖିଲା କାନ୍ଥର ଘଣ୍ଟାରେ କେତେ ସମୟ ହେଇଛି ଏବଂ ମୁଁ ଡାକି ପାରିବିନି, ମୋର ଟାଇମ ହେଇଗଲାଣି। ସେ କହୁଛି, ମୁଁ ଡାକି ପାରିବିନି, ମୋର ଟାଇମ ହେଇଗଲାଣି, ମୋର ସମୟ ହେଇଗଲାଣି, ଏବେ ମୁଁ ଘରକୁ ଯିବି, ମୁଁ ଆଉ ଡାକି ପାରିବି ନାହିଁ। ତାପରେ ବ୍ରଜବାବୁ ବିସ୍ମିତ ହୋଇ, କ'ଣ ଟାଇମ ହେଇଗଲାଣି, ସେ କ'ଣ ଟାଇମ ହେଇଗଲାଣି। ଦନେଇ କହୁଛି, ଆମର ଚାକର ସଂଘରେ ଆଇନ ପାସ୍ ହେଇଛି ଯେ କୌଣସି ଚାକର 10 ଘଣ୍ଟାରୁ ବେଶୀ କାମ କରିବେନି, ସକାଳ 7 ଠାରୁ ଦିନ 5ଟା ପର୍ଯ୍ୟନ୍ତ। ସେ କହୁଛନ୍ତି, ଆହୁରି ଗୋଟେ ଆମ ଯୋଉ ଚାକର ସଂଘରେ ଗୋଟେ ଆଇନ ପାସ୍ ହେଇଛି ଯେ କୌଣସି ଚାକର 10 ଘଣ୍ଟାରୁ ବେଶୀ କାମ କରିପାରିବେ ନାହିଁ ବା କାମ କରିବେ ନାହିଁ। ସକାଳ 7ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ କାମ କରିବେ ଏବଂ 10 ଘଣ୍ଟା କାମ କରିସାରିଲା ପରେ ତାଙ୍କର ଛୁଟି। ବ୍ରଜବାବୁ କହୁଛନ୍ତି, ସେଇଠୁ କ'ଣ ହେଲା? ଦନେଇ କହୁଛି, ସେଇଠୁ ସେମାନଙ୍କର ଛୁଟି, ସେମାନେ ବୁଲିବେ, ଥିଏଟର ସିନେମା ଦେଖିବେ। ସେ କହୁଛନ୍ତି, ଏବଂ ସେଇଠୁ କ'ଣ ହେଲା? ତାହେଲେ ସେଇଠୁ ସେଇ ଚାକର ମାନଙ୍କର ଛୁଟି ଏବଂ ସେଇଠୁ ସେମାନେ କ'ଣ କରିବେ, ସେ ଚାକର ମାନେ ବୁଲିବେ, ସିନେମା ଦେଖିବେ, ଏପଟେ ଯିବେ ସେପଟେ ଯିବେ, ମେଳା ଯିବେ, ଯାତ୍ରା ଯିବେ ବୋଲି ସେ କହୁଛନ୍ତି। କିଏ? ତାଙ୍କର ଚାକର ଦନେଇ ବା ଜନାର୍ଦ୍ଦନ ବାବୁ।
ताले आज एइठी रहउछि आ गोटे अध्याय आम आलोचना करबा। जो माने चैनल को सब्सक्राइब करना हंती जगह सब्सक्राइब कर दियंतु एवं वीडियो को अधिक रु अधिक शेयर करंतु। समस्त को धन्यवाद। शुभ सकाळ। थैंक यू।